ଦେଖିଲେ ଦେଖିଲେ ଇଏ କିଏ, ମନ ଶାନ୍ତି ହେଇଗଲା ନା, ଆତ୍ମା ବି ମଧ୍ୟ ଶାନ୍ତି ହେଇଯାଇଥିବ। ଆମେ ଜଗନ୍ନାଥଙ୍କ ଦର୍ଶନ କରି ତାପରେ ଲକ୍ଷ୍ମୀ ମାଙ୍କୁ ଦର୍ଶନ କରିଥିଲୁ। ଦର୍ଶନ କରିସାରି ଭୋଗ କରିଥିବା ପ୍ରସାଦକୁ ଆମେ ବସିକି ପାଇଥିଲୁ। ମନ୍ଦିରରେ ପ୍ରସାଦ ପାଇ ରିଙ୍କିକି ଡବୁଲକୁ ଅପେକ୍ଷା କରିକି ରହିଥିଲୁ, କାରଣ ସେମାନେ ବାଇକ୍ରେ ଆସୁଥିଲେ। ସେମାନେ ବାଇକ୍ରେ ଆସିଲା ପରେ ସେମାନେ ମଧ୍ୟ ଯାଇକି ଠାକୁରଙ୍କୁ ଦର୍ଶନ କଲେ ଆଉ ପ୍ରଣାମ କଲେ। ତାପରେ ଆମେ ଆସି ତଳେ ଘରୁ ପକୋଡ଼ି ନେଇକି ଛାଣିକି ଯାଇଥିଲୁ, ତାକୁ ବସିକି ବେଢ଼ି ବାଢ଼ିକି ଖାଇଥିଲୁ, ଲଙ୍କା ଛଣା ସହିତ ମିଶେଇକି। ମଜା ଲାଗିଯାଇଥିଲା। ତାପରେ ଫେରିଲା ବେଳେ ବାଟରେ ଦେଖିଥିଲୁ କୋଳି ଚାଷ ହେଇଛି। ଏମିତି କୋଳି ବଗିଚା ଦେଖିକି ଓହୋ କୁହନ୍ତୁନି, ଆମେ ତ ସବୁ ବାଇଆ ହେଇଯାଇଥିଲୁ। କାରଣ କୋଳି ତ ନୁହଁ, ସେଉ ଭଳିଆ ହେଇଥିଲା, ଛୋଟ ଛୋଟ ସେଉ ପରିକା। ତ ଦେଖନ୍ତୁ କେତେ ଫଳିଛି, ପୁରା ଡିଟୋ ସେଉ ଯେମିତି ସେମିତି। ଆମେ କାରରେ ଫଳ ଖାଇ ଖାଇ ପଳେଇ ଆସିଥିଲୁ ଘରକୁ। ତାପରେ ଘରେ ଚାଲିଥିଲା ଟିକେ ରୋଷେଇ ପ୍ରସ୍ତୁତି, ଆଉ ବଢ଼ିଆ ଆଇଟମ୍ଟିଏ ହେଉଛି ଆଜି ନୂଆବର୍ଷ ପାଇଁ। ଆମେ ଏଇଠି ସମସ୍ତେ ଖାଇ ପୁଣି ଆମ ଘରକୁ ଫେରିବୁ। ଓହୋ କ'ଣ ରୋଷେଇ ହେଉଛି ତାହା ପା କାଲି କହିବି।